କନ୍ଧମାଳ ଜିଲ୍ଲା ପାରମ୍ପରିକ ଲୋକକଳାକାର ମହାସଂଘ କନ୍ଧମାଳ ତରଫରୁ କଳାକାରମାନଙ୍କ ବିକାଶମୂଳକ ଦାବି ଏବଂ ଜନକଲ୍ୟାଣ ଦାବି ପୂରଣ ପାଇଁ ମହାସଂଘର ସଭାପତି ଶ୍ରୀ କୃଷ୍ଣଚନ୍ଦ୍ର ଦିଗାଲଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ମହାସଂଘର ବିଭିନ୍ନ ଦାବିକୁ ଅଭିଯୋଗ ଶୁଣାଣିରେ ଦାବି ପ୍ରଦାନ କରାଗଲା। କନ୍ଧମାଳ ଜିଲ୍ଲାରୁ ବିଭିନ୍ନ କଳାକାର ସଂଘର ଦଳର ମୁଖ୍ୟ ପୁରୁଷ ଓ ମହିଳା କଳାକାର ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ଦେବା ପାଇଁ ମହାସଂଘ ସହ ସମ୍ପାଦକ କୁନା ଦିଗାଲ, କର୍ମକର୍ତ୍ତା ମୋହନ ମୁରଲୀ ଦଣ୍ଡିଆ, ଗନ୍ଧୀର୍ବ କହଁର, ଅଧୀଶ୍ୱର ମଲ୍ଲିକ, ବୀରେନ୍ଦ୍ର କହଁର, ନରେଶ ନାୟକ, ମୀନାକ୍ଷୀ ମଲ୍ଲିକ, ସବିତା ପ୍ରଧାନ, ସୁଶୀଳା ଦିଗାଲ, ପଦ୍ମିନୀ ପ୍ରଧାନ, ଡମ୍ବରୁ ମଲ୍ଲିକ, ବିମଳା କହଁର ଏହିପରି ପ୍ରାୟ ଜିଲ୍ଲାର ଅନେକ ମେଧାବୀ କଳାକାର ବୃନ୍ଦ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବି ପୂରଣ ପାଇଁ ଏକ ସ୍ମାରକପତ୍ର ପ୍ରଦାନ କରିଥିବା ଦେଖିବାକୁ ମିଳିଛି। ଓଡ଼ିଶାରେ 1 ଲକ୍ଷ କଳାକାର ପାଇଁ ଭତ୍ତା ମଞ୍ଜୁର କରିବା, କଳାକାର ଭତ୍ତା ବୃଦ୍ଧି କରିବା, ବୀମା ସୁବିଧା, କଳାକାରଙ୍କ ଝିଅମାନଙ୍କୁ ବିବାହ କ୍ଷେତ୍ରରେ ଆର୍ଥିକ ସହାୟତା ଯୋଗାଇବା ବିଭିନ୍ନ ଦାବି ସମୂହକୁ କନ୍ଧମାଳ କଳାକାରଙ୍କ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ଦାବିପତ୍ର ପ୍ରଦାନ କରିଥିବା ଦେଖିବାକୁ ମିଳିଛି। ଆଜିର ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ 5,000ରୁ ଉର୍ଦ୍ଧ୍ୱ ଲୋକ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିଥିବା ଜଣାପଡ଼ିଛି। ସକାଳୁ 6ଟାରୁ ଜନସାଧାରଣ ପଞ୍ଜୀକରଣ କରି ଧାଡ଼ିରେ ରହି ନିଜର ସମସ୍ୟାକୁ ଅବଗତ କରିବା ପାଇଁ ଅପରାହ୍ନ ପର୍ଯ୍ୟନ୍ତ ଝଡ଼ି ବର୍ଷାରେ ଜନଗହଳି ଥିବା ଦେଖିବାକୁ ମିଳିଛି। ଟିକାବାଲିରୁ କୁନା ଦିଗାଲଙ୍କ ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।